ଦଶରଥ ନିଃସନ୍ତାନ ଥିବା ସମୟରେ କ'ଣ ଉପାୟ କରିଥିଲେ? କୌଶଳ ପ୍ରଦେଶ, ଯାହାର ସ୍ଥାପନ ବୈବସ୍ୱତ ମନୁ କରିଥିଲେ। ପବିତ୍ର ସରୟୂ ନଦୀ କୂଳରେ ଅବସ୍ଥିତ ସୁନ୍ଦର ଓ ସମୃଦ୍ଧ ଅଯୋଧ୍ୟା ନଗରୀ ଏହି ପ୍ରଦେଶର ରାଜଧାନୀ ଅଟେ। ବୈବସ୍ୱତ ମନୁଙ୍କ ବଂଶରେ ଅନେକ ଶୂରବୀର, ପରାକ୍ରମୀ, ପ୍ରତିଭାଶାଳୀ ତଥା ଯଶସ୍ୱୀ ରାଜା ହୋଇଥିଲେ। ସେମାନଙ୍କ ମଧ୍ୟରୁ ରାଜା ଦଶରଥ ମଧ୍ୟ ଜଣେ ଥିଲେ। ରାଜା ଦଶରଥ ବେଦର ମର୍ମଜ୍ଞ, ଧର୍ମପ୍ରାଣ, ଦୟାଳୁ, ରଣକୁଶଳ ଏବଂ ପ୍ରଜାପାଳକ ଥିଲେ। ତାଙ୍କ ରାଜ୍ୟରେ ପ୍ରଜା କଷ୍ଟରହିତ, ସତ୍ୟନିଷ୍ଠା ଏବଂ ଈଶ୍ୱର ଭକ୍ତ ଥିଲେ। ତାଙ୍କ ରାଜ୍ୟରେ କାହାରି ପ୍ରତି କାହାରି ଦ୍ୱେଷଭାବର ସର୍ବଦା ଅଭାବ ଥିଲା। ଦିନେ ଦର୍ପଣରେ ନିଜ କୃଷ୍ଣବର୍ଣ୍ଣ କେଶ ମଧ୍ୟରେ ଏକ ଶ୍ଵେତ ରଙ୍ଗର କେଶ ଦେଖି ମହାରାଜ ଦଶରଥ ଚିନ୍ତା କରିବାକୁ ଲାଗିଲେ ଯେ ବର୍ତ୍ତମାନ ମୋର ଯୌବନର ଦିନ ଅନ୍ତ ନିକଟ ଏବଂ ଏ ପର୍ଯ୍ୟନ୍ତ ମୁଁ ନିଃସନ୍ତାନ ଅଟେ। ମୋର ବଂଶ କିପରି ଆଗକୁ ବଢ଼ିବ ଏବଂ କୌଣସି ଉତ୍ତରାଧିକାରୀଙ୍କ ଅଭାବରେ ରାଜ୍ୟର କ'ଣ ହେବ? ଏହିପରି ଚିନ୍ତା କରି ସେ ପୁତ୍ର ପ୍ରାପ୍ତି ପାଇଁ ପୁତ୍ରୟଷ୍ଟି ଯଜ୍ଞ କରିବାକୁ ସଂକଳ୍ପ କଲେ। ନିଜ କୁଳଗୁରୁ ବଶିଷ୍ଠଜୀଙ୍କୁ ଡାକି ସେ ନିଜର ଇଚ୍ଛା ପ୍ରକାଶ କଲେ ଏବଂ ଯଜ୍ଞ ପାଇଁ ଉଚିତ ବିଧାନ ବତାଇବାକୁ ପ୍ରାର୍ଥନା କଲେ। ଗୁରୁ ବଶିଷ୍ଠଙ୍କ ବିଚାରକୁ ଉଚିତ ଏବଂ ଯୁକ୍ତିଯୁକ୍ତ ଜାଣି ଗୁରୁ ବଶିଷ୍ଠ କହିଲେ, ହେ ରାଜନ୍, ପୁତ୍ରେଷ୍ଟ ଯଜ୍ଞ କରିବା ଦ୍ୱାରା ଆପଣଙ୍କ ମନୋକାମନା ନିଶ୍ଚୟ ପୂର୍ଣ୍ଣ ହେବ, ଏହା ମୋର ବିଶ୍ୱାସ। ଅତଃ ଆପଣ ଶୀଘ୍ର ଅଶ୍ୱମେଧ ଯଜ୍ଞ କରିବା ଏବଂ ଏଥିପାଇଁ ଏକ ସୁନ୍ଦର ଶ୍ୟାମକର୍ଣ୍ଣ ଅଶ୍ୱ ଛାଡ଼ିବାର ବ୍ୟବସ୍ଥା କରନ୍ତୁ। ଗୁରୁ ବଶିଷ୍ଠଙ୍କ ମନ୍ତ୍ରଣା ଅନୁସାରେ ଶୀଘ୍ର ମହାରାଜ ଦଶରଥ ସରୟୂ ନଦୀର ଉତ୍ତର ତଟରେ ସୁସଜ୍ଜିତ ଏବଂ ଅତ୍ୟନ୍ତ ମନୋରମ ଯଜ୍ଞଶାଳା ନିର୍ମାଣ କରାଇଲେ ଏବଂ ମନ୍ତ୍ରୀ ଓ ସେବକଙ୍କୁ ସମସ୍ତ ବ୍ୟବସ୍ଥା କରିବାକୁ ଆଜ୍ଞା ଦେଇ ମହାରାଜ ଦଶରଥ ରଣିବାସକୁ ଯାଇ ନିଜର ତିନି ରାଣୀ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରାକୁ ଏହି ଶୁଭ ସମାଚାର ଶୁଣାଇଲେ। ମହାରାଜଙ୍କ ବଚନ ଶୁଣି ସମସ୍ତ ରାଣୀ ପ୍ରସନ୍ନ ହୋଇଗଲେ।